ॐ नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयतुमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवम्। दूरवने बाजिला मुरली गो नियाली, दूरवने बाजिला मुरली। हिया मोर दम दम काहीं रे न लागे मन, हिया मोर दम दम काहीं रे न लागे मन। किए मते कला कि पागली गो नियाली, दूरवने बाजिला मुरली गो नियाली, दूरवने बाजिला मुरली। केउं अजेणा विदेशी कियबा मने मनासी, घोषी हुए राधा राधा बोली गो नियाली, दूरवने बाजिला मुरली। आशंका हेउछि मोर सारिब कि मो संसार, कूले मोर बलिब कि काली गो नियाली, दूरवने बाजिला मुरली। किए बोली किए सेही दिने ताकू देखी नहीं, डाके जने चिन्हिथिला भଳି गो नियाली, दूरवने बाजिला मुरली। वैकुंठ कहे तो सारी देव मो महत, भगारी हाथे मराई काली गो नियाली, दूरवने बाजिला मुरली गो नियाली, दूरवने बाजिला मुरली। पंचदश अध्याय जगन्नाथ दास संवाद। चैतन्य उवाच। शुणी चैतन्य तीतो से कहई मन राजा पासे, शुण सुजने शुद्ध चिते तु जहा पचारिलु मोते। ए बड़ आचम्बित कथा शुणी छाड़िब भव व्यथा। जे क्षेत्र मानंक उत्तम नामता श्री पुरुषोत्तम, से पुण्य क्षेत्र रे निवास नामता जगन्नाथ दास। जाति रे अटई ब्राह्मण सुज्ञानी पंडित सुजान। मन राजा पाखरे चैतन्य कहउछंती, शुद्ध चित्तरे तुमे जहाँ पचारुछ मु ता कहूची। गोटे बड़ आश्चर्यर कथा जहाँ शुणिले कि एई भवसागरर जो व्यथा सब अच्छी ताहा दूर होइजिव। क्षेत्र मानक भितरे क्षेत्र राजा हेउछंती श्री पुरुषोत्तम। क्षेत्राणां पुरुषोत्तम राजा श्री पुरुषोत्तम। सेई पुण्य क्षेत्र रे निवास करुथिले जड़े परम भक्त नाम तांकर जगन्नाथ दास। जाति रे से होछंती ब्राह्मण एवं से जड़े सुज्ञानी आउ पंडित मध्य। चतुर विवेक एवं शांत स्वभाव, धीर स्वभाव, धीरमती स्वभाव आउ धार्मिक बुद्धि तांकर दया भाव थिला। स्वभाव रे से सबुबले आनंद रे मग्न रहउथिले, सदानंदमय। धार्मिक बुद्धि दयामय, स्वभावे सदानंदमय। सकल शास्त्र रे सुज्ञाता, जानई पाप पुण्य कथा। ए घोर संसार को डरी,
ଉଦ୍ଧାର ହେବା ପାଇଁ ଭକତି ବିନୁ ଅନ୍ୟ ନାହିଁ। ଏମନ୍ତ ବୋଲି ପ୍ରତିଦିନ ହରିଚରଣେ କରେ ଧ୍ୟାନ। ଜଗନ୍ନାଥ ଦାସ ଜଣେ ଧାର୍ମିକ, ବୁଦ୍ଧି, ଦୟା ସ୍ୱଭାବର ଏବଂ ସକଳ ଶାସ୍ତ୍ରରେ ଜ୍ଞାତା ଥିଲେ। ସେ ପାପ କଣ ପୁଣ୍ୟ କଣ ମଧ୍ୟ ଜାଣିଥିଲେ। ଏହି ଘୋର ସଂସାରକୁ ତରିଯିବା ପାଇଁ ସେ ନୀରବ ମନରେ ଶାନ୍ତ ଚିତ୍ତରେ ଭଗବାନଙ୍କର ସେ ସ୍ମରଣ କରୁଥିଲେ ଏବଂ ସେ ଅନୁଭବ କରୁଥିଲେ ଏହି ଅପାର ପାରାବାର ମଧ୍ୟରେ ଭକ୍ତି ହିଁ ଶ୍ରେଷ୍ଠ। ଭକ୍ତି ବିନୁ ଅନ୍ୟ କିଛି ନାହିଁ। କେବଳ ଭକ୍ତିର ନୌକାରେ ଆମେ ଏହି ଭବସାଗରରେ ପାର ହୋଇପାରିବା। ତେଣୁ ସେ କ'ଣ କରୁଥିଲେ ନା ପ୍ରତିଦିନ ହରିଙ୍କର ଚରଣରେ ତାଙ୍କର ମନ ଧ୍ୟାନକୁ ନିବେଶ କରିଥିଲେ। କାରଣ ହରି ହିଁ ହେଉଛନ୍ତି ଏକମାତ୍ର ଶରଣାଗତ ବତ୍ସଳ। ହରି ହିଁ ସକଳ ସଂସାରକୁ ଉଦ୍ଧାର କରିପାରିବେ ଏବଂ ହରି ହିଁ ହେଉଛନ୍ତି ଏହି ଜଗତର ତ୍ରାଣକର୍ତ୍ତା। ଏମନ୍ତ କେତେ ଦିନ ଗଲା, ଦିନେକ ଏମନ୍ତ ହୋଇଲା। ଶୟନ ସମୟରେ ଦାସେ ମନ ନିବେଶି ପ୍ରଭୁ ପାଶେ। ବୋଇଲେ କୃପା ମୋତେ କର, ଦେଖାଅ ମହିମା ତୁମ୍ଭର। ମୋ ଜୀବ ଉଦ୍ଧାର ନିମନ୍ତେ କି ଆଜ୍ଞା ହେଉ ପ୍ରଭୁ ମୋତେ। ତୁମ୍ଭେ ବୋଲାଅ ଦୀନ ବନ୍ଧୁ, ନାମ କରୁଣାମୟ ସିନ୍ଧୁ। ସୁଦୟା ନହିଲେ ତୁମ୍ଭର, କେମନ୍ତେ ଭବୁ ହେବି ପାର। ଏଣୁ ତୁ ଯାହା କଲେ କର, ଆୟତ ନାହିଁଟି ମୋହର। ଏମନ୍ତ ବୋଲି ନିଦ୍ରା ଗତେ, ହରିଙ୍କି ଚିନ୍ତା କରିଚିତେ। ତାହା ଜାଣିଲେ ନାରାୟଣ, ଯେ ପ୍ରଭୁ ଜଗତ କାରଣ। କିଛି ଦିନ ଗଲା ପରେ ଦିନେ ଶୟନ କରିଛନ୍ତି ଜଗନ୍ନାଥ ଦାସ। ମନ ତାଙ୍କର ପ୍ରଭୁଙ୍କ ନିକଟରେ ସମର୍ପଣ କରିଦେଇଛନ୍ତି ଏବଂ କହିଲେ, ହେ ପ୍ରଭୁ, ତୁମେ ହିଁ କୃପା କର। ମୁଁ ତୁମର ଏମିତି ଏକ କିଛି ମହିମା ମୋତେ କୁହ, ଯେମିତିକି ମୁଁ ଜୀବମାନଙ୍କର ଉଦ୍ଧାର କରିପାରିବି। ତୁମେ ହେଉଛ ଦୀନବନ୍ଧୁ, ଶରଣାଗତ ବତ୍ସଳ, ତୁମେ ତ କରୁଣାମୟ। ତେଣୁ ତୁମ କରୁଣାକୁ, ତୁମର ମହିମାକୁ ମୁଁ ତ ନିଶ୍ଚିନ୍ତ ଭାବରେ ଜାଣିଲି। ତେଣୁ ଏହି ଭବସାଗରରୁ ଉଦ୍ଧାର ହେବା ପାଇଁ କେବଳ ତୁମେ ହିଁ ଏକମାତ୍ର ଗତିମୁକ୍ତି ଦାତା। ତେଣୁ ଯାହା କଲେ ମାନେ ସଂସାରରେ ଗୋଟେ ଜୀବ ଉଦ୍ଧାର ହୋଇପାରିବ। ତେଣୁ ଏହି କଥା କହି ଭଗବାନଙ୍କ ଆଶ୍ରୟ ନେଇ ନିଦ୍ରା ଯାଇଛନ୍ତି। ହରିଙ୍କୁ ସ୍ମରଣ କରି ଶୟନ କରିଥିବାରୁ ନିଜେ ଅନ୍ତର୍ଯାମୀ ନାରାୟଣ ମହାପ୍ରଭୁ, ଯିଏ ଜଗତର କାରଣ, ସେ କ'ଣ କଲେ? ଶରଣ ଜନ ଚିନ୍ତାମଣି, କମ୍ଭୁର ଥାଙ୍ଗ ଗଦା ପାଣି। ଚାରୁ ଅଧର ମନ୍ଦ ହାସେ, ବିଜୟ କଲେ ଭୃତ୍ୟ ପାଶେ। ଶ୍ରୀମୁଖେ ଆଜ୍ଞା ଦେଲେ ହରି, ଶୁଣ ହେ ଦାସେ ହେତୁ କରି। ତୁ ଯାହା ଚିନ୍ତୁ ଥାଉ ମନ, ତାହା ତ କହୁଅଛି ଶୁଣ। ତୋ ଜୀବ ଉଦ୍ଧାର ନିମନ୍ତେ ଦୀକ୍ଷା ମୁଁ ଦେଉଅଛି ତୋତେ। ସକଳ ଶାସ୍ତ୍ର ମଧ୍ୟେ ସାର, ଓଙ୍କାର ବ୍ରହ୍ମ ଏକାକ୍ଷର। ଆମ୍ଭେ ଶ୍ରୀମୁଖେ ଆଜ୍ଞା ଦେଲୁ, ଶ୍ରୀ ଭାଗବତ ନାମ ଦେଲୁ। ସେ ମହାବୀଜ ତ୍ରିଅକ୍ଷର, କହିଲେ ଅନନ୍ତ ପାର। ଅନ୍ତର୍ଯାମୀ ଜଗନ୍ନାଥ ଦାସଙ୍କର ଅନ୍ତରକୁ ଜାଣିପାରିଲେ। ତେଣୁ ସ୍ୱୟଂ ନାରାୟଣ ଜଗତ କାରଣ ଜଗତପତି ଶରଣାଗତ ବତ୍ସଳ ଚିନ୍ତାମଣି ନିଜେ ଶଙ୍ଖ ଚକ୍ର ଗଦା ଧାରଣ କରି ଚାରୁ ଅଧରରେ ସ୍ମିତ ହାସ୍ୟ ବଦନରେ
ସେ ନିଜେ ଭୃତ୍ୟ ଜଗନ୍ନାଥ ଦାସ ନିକଟରେ ଆସି ପ୍ରବେଶ କଲେ ଏବଂ ଶ୍ରୀମୁଖରେ ଆଜ୍ଞା ଦେଲେ ଯେ ହେ ଦାସେ, ତୁମେ ଯାହା ଚିନ୍ତା କରୁଛ ମନ ମଧ୍ୟରେ ତାହା ମୁଁ କହୁଛି ବେଶ ଶୁଣ। ତୁମେ ଜୀବର ଉଦ୍ଧାର ନିମନ୍ତେ ମୁଁ ତୁମକୁ ଏବେ ଦୀକ୍ଷା ଦେଉଛି। ସକଳ ଶାସ୍ତ୍ର ମଧ୍ୟର ସାର ହେଉଛି ଓଁକାର ବ୍ରହ୍ମ ଏକାକ୍ଷର। ଶ୍ରୀମୁଖରେ ମୁଁ ଆଜି ତୁମକୁ ଆଜ୍ଞା ଦେଉଛି, ଯାହାର ସାର ହେଉଛନ୍ତି ଶ୍ରୀ ଭାଗବତ। ମହାବୀଜ ତ୍ରିଅକ୍ଷର କହିଲେ ଅନନ୍ତ ଅପାର। ଓଁକାର ହେଉଛି ଅ ଉ ମ। ଏହି ତିନି ବୀଜରେ ଏହି ସୃଷ୍ଟିର କାରଣ ଭାଗବତ ସ୍ୱରୂପ ଭଗବାନଙ୍କର ଆଗମନ। ସେ ମହାଭାଗ ଚତୁର୍ଦଶେ କହିଲେ ବ୍ରହ୍ମାଙ୍କର ପାଶେ। ବିଧାତା ହୃଦୟ ଜପ କଲେ ପୁଣି ତା ଚତୁର ଶ୍ଲୋକରେ। ବିସ୍ତାର କଲେ କବି ପଣେ କହିଲେ ନର ନାରାୟଣେ। ସେ ନର ନାରାୟଣ ଋଷି ହୃଦ ପଦ୍ମରେ ତାହା ଘୋଷି। ଦଶମ ଶ୍ଲୋକରେ ଗଣିଲେ ନାରଦ ମୁନିଙ୍କୁ କହିଲେ। ନାରଦ ସତେ ଶ୍ଲୋକ କଲେ ବ୍ୟାସଙ୍କ ଆଗରେ କହିଲେ। ସେ ବ୍ୟାସ ମହାଜ୍ୟୋତି ଭଲେ 18,000 ଶ୍ଲୋକ କଲେ। କହିଲେ ଶୁକଦେବ ପାଶେ ସେ ମୁନି ଶୁଣି ଅତି ତୋଷେ। ଅଶେଷ ମୁନିଙ୍କର ତୁଲେ ପରୀକ୍ଷା ରାଜାଙ୍କୁ କହିଲେ। ଶୁଣି ପରୀକ୍ଷା ମହାରାଣ ପାଇଲେ ପରମ କାରଣ। ସେ ମହାପୁରାଣ ଚରିତ ପ୍ରାକୃତ ବନ୍ଧେ କରେ ଗୀତ। ଚତୁର୍ଦଶ ମହାଭାଗ ପୁରାଣକୁ ବ୍ରହ୍ମାଙ୍କ ନିକଟରେ ପ୍ରବେଶ କଲେ। ନିଜେ ବ୍ରହ୍ମଦେବ ହୃଦୟରେ ଜପ କଲେ ଏବଂ ସ୍ୱୟଂ ଭଗବାନ 4 ଗୋଟି ଶ୍ଲୋକ ଦାନ କଲେ। ତାପରେ ନର ନାରାୟଣ କହିଲେ ଯେ ହୃଦୟ କମଳରେ ମୋତେ ନାରାୟଣ ଋଷି ଚିନ୍ତନ କରିବା ଦ୍ୱାରା ମୁଁ ତାଙ୍କୁ 10 ଶ୍ଲୋକ ଦେଲି ଏବଂ ସେହି 10 ଶ୍ଲୋକକୁ ନାରଦ ମୁନିଙ୍କୁ କହିଲେ। ତେଣୁ ନାରଦ ମୁନି 100 ଶ୍ଲୋକ ଦାନ କଲେ ବ୍ୟାସଙ୍କ ଆଗରେ। ବ୍ୟାସଦେବ ଯେହେତୁ ଜଣେ ମହାନ ଜ୍ଞାନୀ ମହାଜ୍ୟୋତି, ତେଣୁ ସେ 18,000 ଶ୍ଲୋକରେ ଶ୍ରୀମଦ୍ ଭାଗବତମ୍ ରଚନା କଲେ। ଶୁକଦେବଙ୍କ ଆଗରେ କହିଲେ। ଶୁକଦେବ ମୁନି ପରୀକ୍ଷିତ ରାଜାଙ୍କୁ କହିଲେ ଏବଂ ପରୀକ୍ଷିତ ମହାଭାଗ ଏହି ଭାଗବତର ସମସ୍ତ ସାର ରସକୁ ପାନ କରିଲେ ଏବଂ ପରମ କାରଣ ପରମାତ୍ମାଙ୍କର ଶରଣାଗତ ମଧ୍ୟ ହେଲେ। ସେହି ମହାପୁରାଣ ରଚିତ ପ୍ରାକୃତ ବନ୍ଧରେ ନିଜେ ଜଗନ୍ନାଥ ଦାସ ନବାକ୍ଷରୀ ବୃତ୍ତରେ ଲେଖନ କରିଲେ। ତୁ ନିଶ୍ଚେ ପବିତ୍ର ହୋଇବୁ ଅଶେଷ ପ୍ରାଣୀଙ୍କି ଡାରିବୁ। ଶ୍ରୀ ଭାଗବତ ଶୁଣି କର୍ଣ୍ଣେ ପବିତ୍ର ହେବେ ପ୍ରାଣୀମାନେ। କର ତୁ ଏହି ଅନୁକୂଳ ଲାଭ ତୁ ପରମ ମଙ୍ଗଳ। ଏମନ୍ତେ ଦାସେ ଆଜ୍ଞା ପାଇ ସ୍ୱପନେ ପ୍ରଭୁଙ୍କୁ ଜଣାଇ। ଏ ଗ୍ରନ୍ଥ ନିଗମ ବାହାର ମୁନିମାନଙ୍କ ଗୋଚର। ହେଡ଼ ଏ କଥା ଆଜ୍ଞା ହେଉ ପୁଣି ବୋଲନ୍ତି ମହାବାହୁ। ଭୟ ନ କର ତୁମ୍ଭେ କିଛି ଗୀତ କର ମୁଁ ହିଁ ଅଛି। ମହାପୁରାଣ ପ୍ରାକୃତ ଭାଷାରେ ଜଗନ୍ନାଥ ଦାସ ଯେତେବେଳେ ଲେଖିଲେ, ତାହାଦ୍ୱାରା ସେ ନିଜେ ପବିତ୍ର ହେଲେ ଏବଂ ପ୍ରାଣୀମାନଙ୍କୁ ଭବସାଗରରୁ ଉଦ୍ଧାର କରିବା ପାଇଁ ମଧ୍ୟ ବାଟ ଦେଖାଇଲେ, ଯାହାକି ଅନ୍ତର୍ଯାମୀ ତାଙ୍କର ଅନ୍ତରରେ ରହି
ଜଗନ୍ନାଥ ଦାସଙ୍କର ଅନ୍ତର୍ଗତ ପୂର୍ଣ୍ଣ ମାତ୍ରାରେ ପରିଷ୍କାର କରିଦେଲେ। ତାହା ସହିତ ଏହି ଭବସାଗରରୁ ଉଦ୍ଧାର କରିବା ପାଇଁ ଶ୍ରୀ ଭାଗବତକୁ ସେ ମଧ୍ୟ ରଚନା କଲେ। ଭାଗବତକୁ ଶ୍ରବଣ କଲେ ପବିତ୍ର ହୋଇଯିବେ ପ୍ରାଣୀମାନେ। ତେଣୁ ଏହି ପରମ କାରଣ ପରମ ମଙ୍ଗଳ ସ୍ୱରୂପ ଶ୍ରୀମଦ୍ ଭାଗବତ ସ୍ୱପ୍ନରେ ପ୍ରଭୁ ନିଜେ ଜଗନ୍ନାଥ ଦାସଙ୍କୁ ଆଜ୍ଞା ଦେଇଥିଲେ ଏବଂ ସେ ଗ୍ରନ୍ଥର ମହିମା ମଧ୍ୟ ସେ କହିଥିଲେ ଯେ ହେଉଛି ନିଗମ ବଚନ, ଯାହାକି ମୁନିମାନଙ୍କ ପାଇଁ ଅଗୋଚର ଆଉ ଅଗମ୍ୟ। ତେଣୁ ମହାବାହୁ ନିଜେ କହିଲେ ଯେ ତୁ କେବେ ଭୟ କରେ ନାହିଁ, ତୁ ତାକୁ ମୋ ସ୍ମରଣ କରି ମୋତେ ସମର୍ପଣ କରି ମୋରି ବିଷୟରେ ତୁ ଲେଖେ, ଯାହାକି ଅନ୍ୟମାନଙ୍କର ମଙ୍ଗଳ ହୋଇପାରିବ। ତୋ ହୃଦ ପଦ୍ମରେ ମୁଁ ବସିବି ଏବଂ ଯାହା ସବୁ କହିବି ତୁମେ ତାକୁ ଗ୍ରନ୍ଥ ଆକାରରେ, ତାକୁ ନବାକ୍ଷରୀ ବୃତ୍ତରେ ଭକ୍ତିର ମାଧ୍ୟମରେ ତୁମେ ତାକୁ ଲେଖିବ। ତାପରେ ସେ କରପତ୍ର ଯୋଡ଼ି ଭଗବାନଙ୍କୁ ସ୍ମରଣ କରି ତାଙ୍କର ଲେଖା ଆରମ୍ଭ କଲେ ଏବଂ ପଦ୍ମମୁଖ ତାଙ୍କ ମୁଖାରବିନ୍ଦରେ, ଯାହା କଣ୍ଠରେ ବସି ଜଗନ୍ନାଥ ଦାସଙ୍କର ହସ୍ତର ଲେଖନୀ ମାଧ୍ୟମରେ ନିଜେ ଶ୍ଲୋକ ଭାଗବତ ଆକାରରେ ଏହି ସଂସାର ମଧ୍ୟକୁ ଆଗମନ କଲେ। ଏମନ୍ତ ସମୟରେ ଶୁଣ ନିଦ୍ର ଭାଜିଲା ତତକ୍ଷଣ, ଦାସେ ଉଠିଲେ ଚେତା ପାଇ, ପାଶେ ଦେଖିଲେ କେହି ନାହିଁ, ହୋଇଲେ ପ୍ରଭୁ ଅଙ୍ଗୀକାର, କେବେ ମୋ ଜୀବନ ଉଦ୍ଧାର। ଏମନ୍ତ ବୋଲି ସୁଧ ଚିତେ, ଲେଖନ ପତ୍ର ଧରି ହସ୍ତେ, ଚିତ୍ତ ନିବେଶୀ ପ୍ରଭୁ ପାଶେ, ଲେଖିଲେ ମନର ହରସେ। ଏମନ୍ତେ ଅସ୍କନ୍ଦ ପୁରାଣ, ସେ ଅଟେ କଠିନୁ କଠିନ। ହଠାତ୍ ଯେତେବେଳେ ତାଙ୍କର ନିଦ୍ରାଭଗ୍ନ ହୋଇଛି, ସେତେବେଳେ ତାଙ୍କର ଚେତା ପାଇଗଲେ, ଦେଖିଲେ ପାଖରେ କେହି ନାହାନ୍ତି। ଏ କ'ଣ? ପ୍ରଭୁଙ୍କ ଅଙ୍ଗୀକାର କରିଛନ୍ତି, ଜୀବନର ଉଦ୍ଧାର ମାର୍ଗ ମଧ୍ୟ ମୋତେ ପ୍ରଭୁ ପ୍ରଦାନ କରିଛନ୍ତି। এই କଥା ଚିନ୍ତନ କରି ଲେଖନ ପତ୍ରକୁ ହସ୍ତରେ ଧରିଲେ ଏବଂ ଜିହ୍ୱା ତାଙ୍କର ନାମକୁ ରଟନା କଲେ ଏବଂ ଚିତ୍ତରେ ପ୍ରଭୁ ନାରାୟଣଙ୍କୁ ସ୍ମରଣ କଲେ। ମନ ହରସରେ ସେ ଲେଖିବା ପାଇଁ ପ୍ରୟାସ କରୁଛନ୍ତି। ଏହିପରି ଅଷ୍ଟାଦଶ ପୁରାଣକୁ କଠିନରୁ କଠିନ ଯାହା ଥିଲା ତାକୁ ମଧ୍ୟ ସେ ପ୍ରାକୃତ ଭାଷାରେ ଲେଖିଲେ। ପ୍ରାକୃତ ବନ୍ଧେ କଲେ ଗୀତ, ସେ ପୁଣ୍ୟମୟ ଭାଗବତ, ପ୍ରାଣୀଙ୍କ ଚିତ କରି ଚୋରା, କାଢ଼ିଲେ ମୁକତି ପସରା। ସୁନ୍ଦର ମଧୁର କୋମଳ, ସାଧୁଙ୍କ ଶ୍ରବଣ ମଙ୍ଗଳ, ପ୍ରାଣୀ କଳମସ ନାସିବାରେ, ଗାୟନ କଲେ ସର୍ବଠାରେ। ତାହା ଶୁଣିନ ପ୍ରାଣୀମାନେ, ଅତି ଆନନ୍ଦ ହୋଇ ମନେ, ସ୍ତ୍ରୀ ପୁରୁଷ ବାଳ ବୃଦ୍ଧା ସମସ୍ତେ ଶୁଣିବାରେ ଶ୍ରଦ୍ଧା। ସେହି ପୁରରେ ଯେତେ ନାରୀ, ଦାସଙ୍କୁ ଆଣିଲେ ହକାରେ, ବସନ୍ତି ମଣ୍ଡଳ ଆକାରେ, ଦାସଙ୍କୁ ବସାଇ ମଧ୍ୟ, ବୋଲନ୍ତି ସମସ୍ତେ ଅବଳା, କହ ଶ୍ରୀକୃଷ୍ଣ ବାଳ ଲୀଳା। ପ୍ରାକୃତ ବନ୍ଧରେ ଜଗନ୍ନାଥ ଦାସ ଶ୍ରୀମଦ୍ ଭାଗବତ ପୁଣ୍ୟମୟ ଗ୍ରନ୍ଥକୁ ଗୀତ ଆକାରରେ ରଚନା କଲେ, ଯାହାକି ସମସ୍ତ ପ୍ରାଣୀଙ୍କର ଚିତ୍ତକୁ ଚୋରି କଲା ଭଳି ଆନନ୍ଦ ଦେଲା ଏବଂ ଯାହାକି ଥିଲା ମୁକତିର ପସରା। ସୁନ୍ଦର ମଧୁର କୋମଳ ଛାନ୍ଦରେ ସାଧୁଙ୍କର ଶ୍ରବଣ ମଙ୍ଗଳର ଖୁବ୍ ଆନନ୍ଦ ହେଉଥିଲା, ପ୍ରାଣୀମାନଙ୍କର କଳମସ ନାସିବାରେ। ଏହି ଶ୍ରୀମଦ୍ ଭାଗବତର ନବାକ୍ଷରୀ ପଦ ସମସ୍ତଙ୍କ ପାଖରେ ଗୁଞ୍ଜରିତ ହୋଇଉଠିଲା ଏବଂ ସମସ୍ତ ପ୍ରାଣୀମାନେ ଶୁଣି ଅତି ଆନନ୍ଦ ମଧ୍ୟ ହେଲେ। ଏପରିକି ସ୍ତ୍ରୀ ପୁରୁଷ ବାଳ ବୃଦ୍ଧା ସମସ୍ତଙ୍କର ଶୁଣିବାରେ ଶ୍ରଦ୍ଧା ବଢ଼ିଗଲା। ସେହି ପୁରରେ ଯେତେ ସବୁ ନାରୀମାନେ ଥିଲେ, ଜଗନ୍ନାଥ ଦାସଙ୍କୁ ଆଣିଲେ ଏବଂ ତାଙ୍କୁ ମଧ୍ୟଭାଗରେ ବସେଇ ଚତୁଃପାର୍ଶ୍ୱରେ ନାରୀମାନେ ସୁନ୍ଦର ମଣ୍ଡଳ ଆକାରରେ ବସି ପଡ଼ିଲେ, ଯେପରିକି ତାରାମାନଙ୍କ ମଝିରେ
ସୁନ୍ଦର ଚନ୍ଦ୍ରମା ଶୋଭାବର୍ଦ୍ଧନ କରୁଥାଏ। ସମସ୍ତେ ଏକ ସ୍ୱରରେ କହୁଛନ୍ତି, ଶ୍ରୀକୃଷ୍ଣଙ୍କର ବାଲ୍ୟଲୀଳା ଏବେ କୁହ, ଆମେ ସମସ୍ତେ ଆନନ୍ଦର ସହିତ ଭାବର ସହିତ ଶ୍ରବଣ କରିବୁ। ଶୁଣି ପବିତ୍ର ହେଉ ଆମ୍ଭେ, ବହନ କହ କି ନା ତୁମ୍ଭେ, ତା ଶୁଣି ଜଗନ୍ନାଥ ଦାସ, ଗାୟନ କରନ୍ତି ଅଭ୍ୟାସ। ଶ୍ରୀକୃଷ୍ଣ ଗୋପୀଙ୍କର ଭାବ, ଯେ ବ୍ରହ୍ମା ଶିବଙ୍କୁ ଦୁର୍ଲଭ, କେ କହିପାରେ ତହିଁ ସ୍ୱାଦ, ବିଷୟା ବିଷକୁ ଯେ ଗଦ। ପଦ ପଦକେ ସୁଧା ଝରେ, ଅଶେଷ ଜନ୍ମ ପାପ ହରେ। ତାହା ଶୁଣିଣ ନାରୀ ବୃନ୍ଦ, ଲଭନ୍ତି ପରମ ଆନନ୍ଦ। ଅନେକ ଧନ ବସ୍ତ୍ର ଦେଇ, ସମସ୍ତେ କହନ୍ତି ବିନୟୀ। ପ୍ରତିଦିନରେ ଆମ୍ଭପୁରେ, ବିଜୟ କରୁଥିବ ଥରେ। ପବିତ୍ର କରି ଗାଉଥିବ, କହି ଶ୍ରୀକୃଷ୍ଣ ଲୀଳା ଭାବ। ତା ଶୁଣି ଦାସେ ଶ୍ରଦ୍ଧା ମନେ, ଚଳନ୍ତି ଆପଣା ଭୁବନେ। ଗୋପୀମାନେ କିପରି କୃଷ୍ଣଙ୍କର ଲୀଳା କରିଥିଲେ, ସେହି ପବିତ୍ର ଚରିତ୍ରକୁ ଆମକୁ କୁହନ୍ତୁ, ଆମେ ପ୍ରତ୍ୟହ ଶ୍ରବଣ କରିବୁ। ତେଣୁ ଜଗନ୍ନାଥ ଦାସ କ'ଣ କଲେ ନା, ସମସ୍ତ ନାରୀମାନଙ୍କ ଗହଣରେ ଆରମ୍ଭ କରିଲେ ଶ୍ରୀକୃଷ୍ଣଙ୍କର ଗୋପୀମାନଙ୍କର ଭାବ, ଯାହାକି ବ୍ରହ୍ମା ଶିବଙ୍କୁ ଥିଲା ଦୁର୍ଲଭ। ଏପରି ଭାବରେ ସେ ସେଇ ମଧୁର ଶ୍ରୀମଦ୍ ଭାଗବତର ରସକୁ ସ୍ୱାଦ ପରସିଲା ଭଳି ଏପରି ବାଣ୍ଟିଲେ, ଯାହାକି ସମସ୍ତଙ୍କର ବିଷକୁ ମୋଚନ କରିଦେଉଥିଲା। ସମସ୍ତ ଦୁଃଖ ମଧ୍ୟ, ଅନେକ ଜନ୍ମର ପାପ ମଧ୍ୟ ସରିଯାଉଥିଲା। ପଦ ପଦରେ ଏପରିକି ଅମୃତ ଝରିଲା ଭଳି ଅନୁଭବ କରୁଥିଲେ। ସମସ୍ତ ନାରୀମାନେ ପରମ ଆନନ୍ଦ ଅନୁଭବ କରୁଥିଲେ। ପରିଶେଷରେ ଅନେକ ଧନ ବସ୍ତ୍ର, ବିନୟ ବଚନ କହି ଦାସଙ୍କର ପ୍ରଶଂସା, ଭୁରି ଭୁରି ପ୍ରଶଂସା କରୁଥିଲେ। ପ୍ରତିଦିନରେ ଆମ ପାଖକୁ ଥରୁଟି ହେଉ ଆସନ୍ତୁ, ବିନୟ ବଚନରେ ହାତ ଯୋଡ଼ି ନାରୀମାନେ ତାଙ୍କଠାରୁ ଅନୁମତି ଭିକ୍ଷା କରୁଥିଲେ। ପବିତ୍ର ଶ୍ରୀକୃଷ୍ଣଙ୍କର ଲୀଳାର ଭାବରେ ସେମାନେ ଏପରି ବିଭୋର ହୋଇଯାଇଥିଲେ। ଏହି ଶ୍ରଦ୍ଧାଭାଜନକ ମଧୁର ବଚନକୁ ଶ୍ରବଣ କରି ଜଗନ୍ନାଥ ଦାସ ଆନନ୍ଦ ହୋଇଯାଇଥିଲେ ଏବଂ ନିଜର ଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରତିଦିନ ଏହିପରି ସେ ଆସି ନାରୀମାନଙ୍କ ମଣ୍ଡଳ ମଧ୍ୟରେ ବସି ଶ୍ରୀମଦ୍ ଭାଗବତର ପରମ ପ୍ରେମମୟ ମୁକତିର ପସରା ଭକ୍ତିର ଆସରାକୁ ଖୋଲି ବସୁଥିଲେ। ତାହା ଦେଖିଣ ଖଳ ଜନେ, ସହି ନ ପାରିଥାନ୍ତି ମନେ। ଏଣୁ ତାହାଙ୍କ ଦୁଷ୍ଟମତି, ସାଧୁଙ୍କ ସଙ୍ଗେ ବୁଲୁଥାନ୍ତି। ପାପ ଚାଣ୍ଡାଳ ଯେନେ ଦାଣ୍ଡେ, ଧାଇଣ ଯାଉଥାନ୍ତି ଚାଣ୍ଡେ। ଦେଖିଲେ ତୁଳସୀ ବୃକ୍ଷରେ, ଚରଣ ଟେକି ମୂତ୍ର କରେ। ମୂଷିକ ଯେନେ ଦ୍ରବ୍ୟ ରସ, ଦାନ୍ତେ କାଟିଣ କରେ ନାଶ। କିଞ୍ଚିତେ ନ କରେ ଆହାର, ନାସିବ କଥା ମୂଳ ତାର। ସେହି ପ୍ରକାରେ ମୂଢ଼ନରେ, ଦୋଷ ଦିଅନ୍ତି ସାଧୁଠାରେ। ପ୍ରତିଦିନ ଏହିପରି ଶ୍ରୀମଦ୍ ଭାଗବତର ଅମୃତ କଥାକୁ ଶ୍ରବଣ କରି ସମସ୍ତେ ଆନନ୍ଦ ଅନୁଭବ କରୁଥିଲେ। ଏହି ଆନନ୍ଦ ବହୁଦିନ ପର୍ଯ୍ୟନ୍ତ ନଥିଲା, କାରଣ ଖଳ ଲୋକମାନଙ୍କର ପ୍ରକୃତି କିଛି କଳହ ଉତ୍ପନ୍ନ କରିବା, ତେଣୁ ସେମାନେ ସହ୍ୟ କରିପାରିଲେ ନାହିଁ ଏବଂ ତାଙ୍କ ମଧ୍ୟରେ ଯେତେ ସବୁ ଦୁଷ୍ଟ ପ୍ରକୃତିର ଥିଲେ, ସେମାନେ
ସାଧୁ ଜଗନ୍ନାଥ ଦାସଙ୍କର ବିରୋଧ କରିବା ଆରମ୍ଭ କରିଦେଲେ। କାଳ ଚାଣ୍ଡାଳ ଭଳି ସେମାନେ ତାଙ୍କ ପାଖକୁ ଦୌଡ଼ିଗଲେ ଏବଂ ତୁଳସୀ ବୃକ୍ଷ ମୂଳରେ ଗୋଡ଼କୁ ଟେକି ମୂତ୍ର ପରିତ୍ୟାଗ କଲେ। ମୂଷା ଯେପରି ସମସ୍ତ ଦ୍ରବ୍ୟକୁ ନେଇ ଦାନ୍ତରେ କାଟି କାଟି ନଷ୍ଟ କରିଦିଏ, ଠିକ୍ ସେହିପରି ଏବଂ କିଛି ଖାଇନଥାଏ ଫୋପାଡ଼ି ଦିଏ, ଠିକ୍ ସେହିପରି ଖଳ ଲୋକମାନଙ୍କର ମୂଢ଼ ଲୋକମାନେ, ମୂର୍ଖ ଲୋକମାନେ ତାଙ୍କଠାରେ ଦୋଷ କେବଳ ଦର୍ଶନ କରିଲେ। ଏଣୁ କି ନ ପାରିଲେ ସହି ସେ ରାଜ୍ୟ ରାଜାଗେ କହି, ବୋଲନ୍ତି ଶୁଣ ପରାଣ ତ ପୁଣ୍ୟ କ୍ଷେତ୍ରର ବିଧାନ। ବ୍ରାହ୍ମଣ ଜଗନ୍ନାଥ ଦାସ ଅନେକ ସ୍ତ୍ରୀ କଲା ନାଶ, ଛାପା ତିଲକ ମାଳ ଭରି କପଟେ ହୋଇ ବ୍ରହ୍ମଚାରୀ। ପାଖରେ ପୁସ୍ତିକ ଗୋଟାଏ ଧରି ବୁଲଇ ସର୍ବଦାଏ, ଯେଣେ ଦେଖଇ ନାରୀ ବୃନ୍ଦ କେ କହୁ ତାହାର ଆନନ୍ଦ। ନା ତହିଁ ବସି ନ କରେ ଗୀତ, ହଲାଇ ମୁଣ୍ଡ ତାର ହସ୍ତ। ଅର୍ଥ କହଇ ନାନା ମତେ ସ୍ତ୍ରୀ ମୋହିବାର ନିମନ୍ତେ, ତାହା ଶୁଣନ୍ତି ଯେତେ ନାରୀ କେ ପାରୁ ତା ଠାରୁ ବୁରି। ତାକୁ କରନ୍ତି ଯେତେ ସେବା ପତିଙ୍କି ନ କରିବେ ଅବା, ଏ କଥା ବୁଝ ନୃପ ଶଶୀ ସତ କି ମିଛ ଦୂତ ପେଶୀ। ଶୁଣି ନୃପତି କୋପ ଭରେ ବୋଇଲେ ଯାଅ ଧାତିକାରେ, ଦାସକୁ ବେଗେ ଘେନି ଆସ ବୁଝିବୁ ଏ ତୀର ସନ୍ଦେଶ। ଆଜ୍ଞା ପ୍ରମାଣେ ଦୂତେ ଗଲେ ଦାସଙ୍କୁ ଘେନି ନ ଆଇଲେ, ଛାମୁରେ ଉଭା କଲେ ନେଇ ଦେଖି ବୁଝିଲେ ନୃପ ସାଇ। କୋପେ ବୋଇଲେ ଦାସେ ଶୁଣ ଏ କି ତୁମ୍ଭର ବିଡ଼ମ୍ବନ। ବ୍ରାହ୍ମଣ ଜଗନ୍ନାଥ ଦାସ ଅନେକ ସ୍ତ୍ରୀମାନଙ୍କୁ ଧରି କଳମସ କାମରେ ଲାଗିଯାଇଛନ୍ତି ଏବଂ ପୁଣ୍ୟ ନାମରେ ଏ ପାପକୁ କେବଳ ସଞ୍ଚୟ କରୁଛନ୍ତି। କପଟ ବେଶରେ ବ୍ରହ୍ମଚାରୀ ହେଇଛନ୍ତି, ପାଖରେ ପୁସ୍ତକ ଧରିଛନ୍ତି ଏବଂ ନାରୀମାନଙ୍କ ଗହଣରେ ବସିକି ଆନନ୍ଦ ଅନୁଭବ କରୁଛନ୍ତି। କାହାର ମୁଣ୍ଡକୁ, କାହାର ହାତକୁ ସ୍ପର୍ଶ କରି ମଜା ନେଉଛନ୍ତି। ଅନେକ ପ୍ରକାର ଅର୍ଥକୁ ଅନର୍ଥ କରି ସ୍ତ୍ରୀ ମୋହିବାର ଗୋଟିଏ ମିଥ୍ୟା ଦଣ୍ଡକୁ ଆରୋପ କଲେ। ତାହା ଶୁଣିକରି ନାରୀମାନେ ସେମାନଙ୍କ କଥାକୁ ନ ଶୁଣି ତାଙ୍କର ସେହି ଅମୃତ ଭାଗବତ ରସକୁ ଅପାରିତ ଭାବରେ ଶ୍ରବଣ କରିଲେ ଏବଂ ଏପରିକି ସ୍ୱାମୀଙ୍କର ସେବାକୁ ପରିତ୍ୟାଗ କରି ଜଗନ୍ନାଥ ଦାସଙ୍କ ସହିତ କେବଳ ଭାଗବତ ରସରେ ନିଜକୁ ସାମିଲ କରିଦେଲେ। ନିଜକୁ ସେମାନେ ଗୋପୀ ମନେକଲେ। ନିଜକୁ ସେମାନେ ଭଗବାନଙ୍କର ରସରେ ଏପରି ଅବଗାହନ କଲେ ଯେ ସେମାନେ ମଧ୍ୟ ଗୃହର କର୍ମକୁ ପରିତ୍ୟାଗ କରିଲେ। ଏକଥାକୁ ଶ୍ରବଣ କରି ସମସ୍ତ କଥା ଯାଇ ରାଜ୍ୟର ରାଜାଙ୍କ ପାଖରେ ପ୍ରବେଶ କଲା। ତେଣୁ ରାଜା ନିଜେ ଦୂତ ପଠେଇ ଏହାର ପ୍ରକୃତ ସତ୍ୟ କ'ଣ ତଦନ୍ତ କରିବାକୁ ଚେଷ୍ଟା ଜାରି ରଖିଲେ। ଦାସଙ୍କୁ ନେଇ ଆସିଲେ ଏବଂ ଆଜ୍ଞା ପ୍ରମାଣରେ ଦୂତ ମଧ୍ୟ ଗଲେ। ଜଗନ୍ନାଥ ଦାସଙ୍କୁ ଆଣିଲେ ଏବଂ ରାଜାଙ୍କ ଛାମୁରେ ତାଙ୍କୁ ଠିଆ କରିଲେ। ରାଜା ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି। ରାଜାଙ୍କ କ୍ରୋଧମୁଖ ହୋଇ ରାଜା ନିଜେ କ୍ରୋଧ ଜର୍ଜରିତ ହୋଇ ଜଗନ୍ନାଥ ଦାସଙ୍କୁ ପଚାରୁଛନ୍ତି, ଏ କି ତୁମର ବିଡ଼ମ୍ବନା? ଛାଡ଼ିଣ ପୁରୁଷ ସଙ୍ଗତ ସ୍ତ୍ରୀ ମଧ୍ୟରେ ଗାଓ ଗୀତ, ନିଷିଦ୍ଧି ବସେ ସବୁବେଳେ କେବଳ ଥାଅ ନାରୀ ମେଳେ। ଏ କି ତୁମ୍ଭର ବିପରୀତ କହ ହେ ତୀର ଚରିତ, ତା ଶୁଣି
ଦାସ ଚିତେ ଚିନ୍ତିଲେ ପିତବାସ ବୋଇଲେ ଶୁଣ ଦଣ୍ଡଧାରୀ ଖଳ ବଚନ ଶୁଣି କରି ସାଧୁଙ୍କୁ ପୋଷଣ ଦେବାର ଏ ଧର୍ମ ନୁହଁ ତୁମ୍ଭର ଭାବ ଅଛି ଯାହା ଶୁଣ କହୁଛି ନର ନାହା ବ୍ରହ୍ମ କ୍ଷତ୍ରିୟ ଚାରି ଜାତି ଅପରେ ଯେତେ ଜନ୍ମୁଛନ୍ତି। କହିଲେ ଜଗନ୍ନାଥ ଦାସ, ଆମେ ସମସ୍ତଙ୍କ ଠାରୁ ଖବର ପାଇଲୁ ଯେ ତୁମେ କେବଳ ସ୍ତ୍ରୀମାନଙ୍କ ସହିତ ତୁମର ସମୟକୁ ଅତିବାହିତ କରୁଛ, ପୁରୁଷମାନଙ୍କର ସାନ୍ନିଧ୍ୟ ଲାଭ କରୁନ। ଏ ତୁମର କି ଭାବନା? ସକାଳେ ସନ୍ଧ୍ୟାବେଳେ ସବୁବେଳେ ଯେତେବେଳେ ଦେଖ ତୁମେ ନାରୀମାନଙ୍କ ବେଳରେ ବସିଛ, ତୁମର ଏ ବିପରୀତ ଭାବ କିପରି ଆସିଲା? ତା ଶୁଣିକି ଜଗନ୍ନାଥ ଦାସ କହିଲେ, ଚିତ୍ତରେ ଚିନ୍ତାମଣି ପିତବାସଙ୍କୁ ଚିନ୍ତନ କରିଲେ ଏବଂ ନିଜେ ଜଗନ୍ନାଥ ଦାସ ଦଣ୍ଡଧାରୀ ରାଜାଙ୍କୁ କହିଲେ ଯେ ତୁମେ ଅନ୍ୟମାନଙ୍କର ବଚନକୁ ଶ୍ରବଣ କରି ଏତେ କ୍ରୋଧ ହେଉଛ କାହିଁକି? ସାଧୁଙ୍କୁ କଷଣ ଦେବାର ଏ ଧର୍ମ ନୁହେଁ ତୁମର। ପ୍ରକୃତ ସାଧୁମାନେ ଧର୍ମ ରକ୍ଷା ପାଇଁ ଧର୍ମର ବଚନକୁ, ଅମୃତ ବଚନକୁ ଅନ୍ୟମାନଙ୍କୁ ଦାନ କରିଥାନ୍ତି। ତାପରେ ସେ କହିଲେ, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଚାରି ଜାତି ଯେତେ ସବୁ ସୃଷ୍ଟିରେ ଜନ୍ମ ହୋଇଛନ୍ତି ସମସ୍ତଙ୍କୁ ଭଗବାନ ଗୋଟିଏ ଗୋଟିଏ ରୂପ ଦାନ କରିଛନ୍ତି। ତୁମେ ତ ପୁରୁଷ, ତେଣୁ ନାରୀମାନଙ୍କ ସଙ୍ଗରେ ସବୁବେଳେ ରହିବା ଅପେକ୍ଷା ତୁମେ କାହିଁକି ସବୁବେଳେ ନାରୀମାନଙ୍କ ସହିତ ରହୁଛ, ଯାହାକି ତୁମ ନାଁରେ ଏଇ ସମ୍ବାଦ ଚତୁର୍ଦିଗକୁ ବିଚ୍ଛୁରିତ ହୋଇଯାଉଛି। ସ୍ତ୍ରୀ ପୁରୁଷ ବାଳ ବୃଦ୍ଧା ଜୟ ବା ଶୁଣି କରେ ଶ୍ରଦ୍ଧା ବସିବୁ ତାର ପାଶେ ଯାଇ ଏଥି ସଂଶୟ କିଛି ନାହିଁ। ସ୍ୱରୂପ ଶୁଣ ଦଣ୍ଡଧାରୀ ଆମ୍ଭେ ତ ଅଟୁ ବ୍ରହ୍ମଚାରୀ ପୁରୁଷେ ପୁରୁଷ ବୋଲାଉ ସ୍ତ୍ରୀଙ୍କ ସଙ୍ଗେ ସ୍ତ୍ରୀ ହେଉ ଏଣୁଟି ଶ୍ରୀହରି କୃପାଏ ଚିତେ କାହାକୁ ନାହିଁ ଭଏ। ତାହା ଶୁଣିଣ ନୃପବର କ୍ରୋଧରେ କମ୍ପଇ ଶରୀର ଦନ୍ତେ ଅଧର ଚାପି ରୋଷେ ବୋଇଲେ ଶୁଣ ଆହେ ଦାସେ। ଏହା ତ କହିଲ ବଚନେ କେମନ୍ତେ ଯିବା ପ୍ରତେ ମନେ ସ୍ୱରୂପ ଯେବେ ଉତ୍ତର ଦେଖାଅ ନାରୀ ରୂପ ତୋର ନହିଲେ ଦଣ୍ଡକୁ କାରଣ ଅବଶ୍ୟ ହେବୁ ବିପ୍ର ଶୁଣ। ଏମନ୍ତ ବୋଲି ନୃପବର ରଖାଇ ଦେଲେ ବନ୍ଦୀ ଘର। ସ୍ତ୍ରୀ, ପୁରୁଷ, ବାଳ, ବୃଦ୍ଧା ଯିଏ ଶୁଣୁଛି ଏହି ଭାଗବତ ରସକୁ ସେ ଶ୍ରଦ୍ଧାଭାଜନ ହେଉଛି। ଆମେ ତା ପାଖରେ ଯାଇକି ବସୁଛୁ, ତାକୁ ମଧ୍ୟ ସଂଶୟ ପରିତ୍ୟାଗ କରି ନିର୍ଭୟ ହୋଇ ତାଙ୍କୁ ସମସ୍ତଙ୍କୁ ଏହି ଆନନ୍ଦକୁ ବାଣ୍ଟୁଛୁ। ରାଜା କହିଲେ, ତୁମେ ଏ କି କଥା କହୁଛ? ସେ ଜଗନ୍ନାଥ ଦାସ କହୁଛନ୍ତି, ମୁଁ ତ ହେଉଛି ବ୍ରହ୍ମଚାରୀ। ମୁଁ ପୁରୁଷଙ୍କ ପାଖରେ ପୁରୁଷ ହୁଏ, ନାରୀଙ୍କ ସଙ୍ଗରେ ରହିଲେ ନାରୀ ବି ହୋଇପାରେ। ଶ୍ରୀହରିଙ୍କ କୃପାରୁ ମୁଁ କାହାକୁ ଭୟ କରେନି, ତେଣୁ ଏହା ମୋ ହୃଦୟରୁ ଏହି କଥା ତୁମକୁ କହୁଛି। ଯାହା ଶୁଣିକି ରାଜା ଆହୁରି କ୍ରୋଧରେ କମ୍ପିଗଲେ, ତାଙ୍କ ଶରୀର ଥରଥର ହୋଇଗଲା ଏବଂ ଦାନ୍ତକୁ ଦାନ୍ତ ଚାପି ଜୋର ଶବ୍ଦରେ କହିଲେ, ହେ ଦାସେ, ତୁମେ ଏମିତି କଥା କହୁଛ, ତୁମକୁ ଟିକେ ଲଜ୍ଜା ଆସୁନି? ମୋର କାହିଁ ଏ କଥାରେ ତୁମର ବିଶ୍ୱାସ ଆସୁନି? ଯଦି ତୁମେ ନାରୀ, ତାହେଲେ ତୁମେ ମୋତେ ତୁମ ନାରୀ ରୂପ ଦେଖେଇବ। ଏଇ କଥା କହିଲେ। ତାପରେ ବନ୍ଦୀ ଘରେ ନେଇ ତାଙ୍କୁ ଦଣ୍ଡ ଦେବା ପାଇଁ ତାଙ୍କୁ ବନ୍ଦୀ କରିଦେଲେ। ଜଗନ୍ନାଥ ଦାସ ବନ୍ଦୀ ଘରେ ରହିଲେ ସତ, ହେଲେ ଚିତ୍ତରେ ତାଙ୍କର ଚିନ୍ତାମଣି, ଅନ୍ତରରେ ତାଙ୍କ ଅନ୍ତର୍ଯାମୀ, ଭାବରେ ସେ ମଜିଗଲେ ଭାବଗ୍ରାହୀଙ୍କ ପାଦ ପଦ୍ମରେ।
ସେ ବନ୍ଦୀ ଘରେ ଦାସ ଥାଇ ଚିତେ ଚିନ୍ତିଲେ ଭାବଗ୍ରାହୀ। ଆତଙ୍କେ ଦାସେ ଜଗନ୍ନାଥ ବୋଲଇ ରଖ ଗୋପୀନାଥ। ରଖ ହେ ଆରତ ଭଞ୍ଜନ କଷ୍ଟ ପାବଚ ପ୍ରଭଞ୍ଜନ। ଦ୍ରୌପଦୀ ଇଚ୍ଛା ନିବାରଣ ବାରଣ ଆରତନା ତାରଣ। କୃପା ସମୁଦ୍ର ଚକ୍ରପାଣି ଶରଣ ଜନ ଚିନ୍ତାମଣି। ପ୍ରତାପ ରୁଦ୍ରର ଦଣ୍ଡରୁ ଉଦ୍ଧରି ଧର ମହାମେରୁ। ଲଜ୍ଜା ସମୁଦ୍ର ପାରି କର ମୁଁ ଯେ ଶରଣ ଅଛି ତୋର। କରୁଣା କର ପ୍ରଭୁ ମୋତେ କିରତି ରହୁଏ ଜଗତେ। ଏ ଯେ ପୁରୁଷ ରୂପ ଯାର ଯାଉ ସ୍ତ୍ରୀ ସ୍ୱରୂପ ମୋର ହେଉ। ଦେଖନ୍ତି ନୃପତି ମରୁ ଭାଜି କଳଙ୍କ ମୁଖେ ଲାଗୁ କାଳି। କପଟି ଜନ ଛନ୍ତି ଯେତେ ଚିନ୍ତାରେ ମରନ୍ତୁ ସମସ୍ତେ। ମୂର୍ଖ ଜନଙ୍କ ଗର୍ବ ନାଶୁ ସାଧୁଙ୍କ ମହିମା ପ୍ରକାଶୁ। ହେମନ୍ତ ଆଜ୍ଞା ହେଉ ମୋତେ ନୋହିଲେ ବହତ୍ୟା ହେବ ତୋତେ। ତୋ ପରା ପ୍ରଭୁ ଥାଉଁ ଥାଉଁ ଏ ରାଜଦଣ୍ଡ କେବା ସବୁ। ତୁଝେ ମୋହର ପ୍ରାଣନାଥ ଏଠାରେ ନ ସରୁ ମହତ। ବନ୍ଦୀଘରେ ରହି ଜଗନ୍ନାଥ ଦାସ ଚିତ୍ତରେ ଚିନ୍ତା କଲେ ଭାବଗ୍ରାହୀଙ୍କୁ ଏବଂ ଆତଙ୍କ ଭାବରେ ସେ ଗୋପୀନାଥଙ୍କୁ ହାତ ଯୋଡ଼ି ପ୍ରାର୍ଥନା କରୁଛନ୍ତି। ହେ ଆରତ ଭଞ୍ଜନ ସମସ୍ତଙ୍କର କଷ୍ଟ ଦୁଃଖ ଦୂର ବିନାଶକ। ତୁମେ ତ ଦ୍ରୌପଦୀର ଲଜ୍ଜା ନିବାରଣ କରିଥିଲ ଏବଂ ଗଭୀର ଜଳରେ ଗ୍ରାହକୁ ନାଶ କରିଥିଲ ଏବଂ ହସ୍ତୀକୁ ତୁମେ ରକ୍ଷା କରିଥିଲ। କୃପାପୂର୍ବକ ସମୁଦ୍ରର ଚକ୍ରପାଣି ଶରଣ ଜନ ଚିନ୍ତାମଣି। ସମୁଦ୍ର ମନ୍ଥନ ହେଲାବେଳେ ସମସ୍ତ ବିଷକୁ ତୁମେ ପାନ କରି ଶରଣ ରକ୍ଷଣ ବାନ ହୋଇ ସମସ୍ତଙ୍କୁ ଅମୃତ ପ୍ରଦାନ କରିଥିଲ। ପ୍ରତାପ ରୁଦ୍ରଙ୍କ ଦଣ୍ଡରୁ ମଧ୍ୟ ତୁମେ ହେ ମହାପେରୁ ତୁମେ ତାଙ୍କୁ ବି ଉଦ୍ଧାର କରିଥିଲ। ମୁଁ ଯଦି ତୁମର ଶରଣରେ ଆଜି ଆସିଛି ମୋତେ ଏଇ ଭୟ ସମୁଦ୍ରରୁ ତୁମେ ହିଁ କେବଳ ପାରି କରିପାରିବ। କରୁଣା କର ହେ ପ୍ରଭୁ। ଯୁଗେ ଯୁଗେ ତୁମର କୀର୍ତ୍ତି ଏ ଜଗତରେ ରହୁ। ଏଇ ଯେଉଁ ପୁରୁଷ ରୂପ ଅଛି ତାହା ତୁମେ ତୁମ କୃପାରେ ସ୍ତ୍ରୀ ରୂପ ମୋର କରିଦିଅ। ଯାହାକୁ ଦେଖି ରାଜାର ମନରେ ଥିବା ସମସ୍ତ ଭ୍ରାନ୍ତି ଦୂରୀଭୂତ ହୋଇଯାଉ ଏବଂ ମୋ ମୁହଁରେ ତୁମେ ଆଉ କଳା ଦିଅନି। ଯୁଗେ ଯୁଗେ ତୁମ ବାନାକୁ ତୁମେ ଉଡ଼େଇ ପାରିବ। କପଟି ଛନ୍ଦ ହେଉଥିବା ବ୍ୟକ୍ତିମାନଙ୍କ ଠାରୁ ତୁମେ ତାଙ୍କର ସେହି ଖଳଭାବକୁ ଦୂରୀଭୂତ କର। ମୂର୍ଖ ଜନମାନଙ୍କର ଗର୍ବକୁ ବିନାଶ କର। ସାଧୁଙ୍କର ମହିମାକୁ ପ୍ରକାଶ କର। ହେମନ୍ତ ଆଜ୍ଞା ଦେଇ ତୁମେ ତୁମର ବଚନକୁ ରକ୍ଷା କର। ତୁମର ଆଶୀର୍ବାଦରେ ମୁଁ ଏଇ ଯେଉଁ ଭାଗବତ ରସକୁ ରଚନା କରିଛି ଏବଂ ସମସ୍ତ ନାରୀମାନଙ୍କ ଗହଣରେ ଏ ସମସ୍ତ ଅମୃତକୁ ବାଣ୍ଟୁଛି ତାହାର କୂଳରେ କଳଙ୍କ କେବେ ଲଗା ନାହିଁ। ତୁମେ ହେଉଛ ଭକ୍ତଜନ ଏବଂ ଶରଣ ରକ୍ଷଣ ପରମ ପାବକ ପତିତମାନଙ୍କୁ ପାବନ କରୁଛ। ତେଣୁ ତୁମେ ହେଉଛ ମୋର ପ୍ରାଣନାଥ। ତୁମେ ହିଁ ଏଇ ଦୁଃଖୀର ମହତକୁ ରକ୍ଷା କରିପାରିବ। ଏମନ୍ତ ବୋଲି ସ୍ତୁତି କଲେ ଦାସେ ନିଶ୍ଚିନ୍ତେ ନିଦ୍ରା ଗଲେ। ତାହା ଜାଣିଲେ ଭଗବାନ
जे प्रभु भक्त जीवन विजय कले भावग्राही दासଙ୍କ पारुषरे जाई अभय पाद आनंदरे लभिले सेवक उपरे बोइले बांछा सिद्ध हेउ पुरुष हनु तोर जाऊ पुरुष तनु तोर जाऊ हेउ कामिनी तनु प्राय राजा छरी को केम्पा भये राजा छरकु केम्पा भये हरि भरोसा थाऊ थाऊ चिते काहाकु भय एबे तु मने हेतु कर मो सुदर्शन बड़ियार एसन आज्ञा ताकु देले तक्षणे अंतर्धान हेले दासे जे निद्रा जाइतिले एमंत स्वप्न देखिले। जगन्नाथ दास जेतेबेले भगवान को स्तुति करुछंती ସେହି ସମୟରେ ତାଙ୍କୁ ନିଦ୍ରା ଆଗତ ହୋଇଛି ଏବଂ ଭଗବାନ ସେହି ସମୟରେ ଭକ୍ତର ମନଦଶାକୁ ଭକ୍ତର ଦୁଃଖକୁ ଭକ୍ତର ସମସ୍ତ ଇଚ୍ଛା ପୂର୍ତ୍ତିକୁ ପୂରଣ କରିବା ପାଇଁ ନିଜେ ଆସି ଭକ୍ତର ହୃଦୟ ମଧ୍ୟରେ ପ୍ରବେଶ କଲେ ଏବଂ ଭକ୍ତର ଜୀବନ ରକ୍ଷାକାରୀ ଭଗବାନ ବିଜୟ କଲେ ଭାବଗ୍ରାହୀ ଦାସଙ୍କର ପାର୍ଶ୍ୱ ଭାଗରେ ବସି ପଡ଼ିଲେ ଅଭୟ ଆନନ୍ଦରେ ତାଙ୍କର ପାଦ ସ୍ପର୍ଶ କରାଇଲେ ଏବଂ ସେବକ ଉପରେ ଏପରି କୃପା କଲେ ସେ କହିଲେ ଯେ ତୁମର ସମସ୍ତ ବାଞ୍ଛା ସିଦ୍ଧ ହେଉ ତୁମର ଏହି ପୁରୁଷ ଶରୀର ନାରୀ ରୂପ ହୋଇଯାଉ ଏହି ପୁରୁଷ ଶରୀର ଚାଲିଯାଉ ଏବଂ ନାରୀର ସମସ୍ତ ସୁଲଭ ପ୍ରାପ୍ତ ହେଉ କାମିନୀର ଶରୀର ଯେପରି ସେହିପରି ହେଇଯାଉ ତୁମେ ରାଜାଙ୍କୁ କେବେ ବି ଭୟ କର ନାହିଁ ତୁମେ ନିର୍ଭୟ ହୋଇଯାଅ ହରିଙ୍କର ଭରସା ଯିଏ କରିଥାଏ ତାର ଚିତ୍ତରେ କେବେ ଭୟ ନଥାଏ ତେଣୁ ତୁ ମୋର ସୁଦର୍ଶନ ଚକ୍ରକୁ ତୋର ଶରୀରରେ ସ୍ପର୍ଶ କରାଇଥିବାରୁ ପୁରୁଷ ଶରୀର ଲୁପ୍ତ ହୋଇଯାଇଛି ନାରୀର ସୁଲଭ ଅଙ୍ଗ ପ୍ରତ୍ୟଙ୍ଗ ତୋ ଶରୀରରେ ଶୋଭାବର୍ଦ୍ଧନ କରୁଛି ଏପରି ଆଜ୍ଞା ଦେଇ ତକ୍ଷଣେ ଅନ୍ତର୍ଧ୍ୟାନ ହୋଇଯାଇଛନ୍ତି। ଜଗନ୍ନାଥ ଦାସଙ୍କର ନିଦ୍ରା ଭଗ୍ନ ହୋଇଛି ସେ ସ୍ୱପ୍ନ ଦେଖୁଥିଲେ ହଠାତ୍ ଉଠିପଡ଼ି ଦେଖୁଛନ୍ତି ସେହି ସମୟରେ କମଳା ରମଣ ଦେଖିଲେ କେହି ପାଖରେ ନାହାନ୍ତି ବ୍ରହ୍ମାଣ୍ଡ ଗୋସେଇଁ ନିଶ୍ଚୟ କରୁଣା କରିଛନ୍ତି ମୋର ବିପଦକୁ ଦୂରୀଭୂତ କରିଛନ୍ତି ଏମନ୍ତ କହିକି ନିଜ ଦେହକୁ ଯେତେବେଳେ ନିଜେ ଚାହିଁ ଦେଉଛନ୍ତି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଏମନ୍ତ ବୋଲି ବେଗ ହୋଇ ନିଜ ଦେହକୁ ଦେଲା ଚାହିଁ ଦେଖିଲା ସ୍ତ୍ରୀ ଦେହ ଗୋଟି ହୋଇଣ ମହୁ ଅଛି ସୃଷ୍ଟି ବିଚାର କଲା ମନେ ତାର ଧନ୍ୟ ଜୀବନ ହେଲା ମୋର ଯେ ବଣ ପାଦ ପଦ୍ମ ଲାଗି ଅହଲ୍ୟା ହେଲା ମୁଖ୍ୟ ଭାଗୀ ଯେଉଁ ଚରଣ ଲାଗି କରି କୁବୁଜା ହୋଇଲା ସୁନ୍ଦରୀ ଯେ ବଣ ପାଦ ପଦ୍ମ ଭଲେ ପଶିମଣି କି ଚିତ୍ର କଲେ ଯେ ବଣ ପାଦ ପଦ୍ମ ବାରି ଶଙ୍କର ମଉଳିରେ ଧରି ସଂସାରେ ଗଙ୍ଗା ରୂପେ ବହି ଅଶେଷ ପ୍ରାଣୀ କି ତାରଇ ସେ ପାଦ ପଦ୍ମର ଜପାଇ ପବିତ୍ର ହେଲି ଆଜ ମୁହିଁ ଆଉ କାହାକୁ ମୋର ଡର
ପ୍ରଭୁ ବଳେ ବଳିଆର ହେମନ୍ତ ବୋଲି ଅତୀତ ସେ ମନ୍ଦିର ବାହାରିଲେ ଦାସେ ଭଜିଲେ ରାମ କୃଷ୍ଣ ହରି ବୋଇଲେ ନାହିଁ ଦଣ୍ଡଧାରୀ ମନେ ଯେ କରୁଥିଲା କୋପ ଦେଖୁ ଆମର ସ୍ତ୍ରୀ ରୂପ। ଏ କି ଆଶ୍ଚର୍ଯ୍ୟ! ନିଜର ସର୍ବାଙ୍ଗ ଶରୀରକୁ ସେ ନିଜେ ଦେଖୁଛନ୍ତି, ହସ୍ତରେ ସ୍ପର୍ଶ କରୁଛନ୍ତି। ଭଗବାନଙ୍କର ପାଦ ପଦ୍ମ ଯାହାକୁ ସ୍ପର୍ଶ କରିଥାଏ ତା ଜୀବନ ହିଁ ଧନ୍ୟ ହୋଇଯାଇଥାଏ। ଆଜି ପ୍ରଭୁଙ୍କୁ ମୁଁ ଚିନ୍ତନ କଲି, ଆଉ ପ୍ରଭୁ ଆସି ମୋର ସମସ୍ତ ବାଞ୍ଛାକୁ ପୂରଣ କରିଦେଲେ। ଯାହାଙ୍କର ପାଦ ପଦ୍ମକୁ ଲାଗି ଅହଲ୍ୟା ନାରୀ ମୋକ୍ଷର ଭାଗୀଦାରୀ ହୋଇଥିଲା, ଯାହାଙ୍କର ଚରଣ ଲାଗି କୁବୁଜା ମଧ୍ୟ ସୁନ୍ଦରୀ ହୋଇଥିଲା, ଯାହାଙ୍କର ପାଦ ପଦ୍ମରେ ଏପରିକି ଯେଉଁ କୃଷ୍ଣ ଭଗବାନଙ୍କର ପାଦ ପଦ୍ମ ଲାଗି ସର୍ପର ଫଣି ଅର୍ଥାତ୍ ସର୍ପର ଫଣି ମଣି ସବୁ ଉଜ୍ଜଳ ହୋଇଯାଇଥିଲା, ଯାହାଙ୍କର ପାଦ ପଦ୍ମ ବାରି ଶଙ୍କର ଭଗବାନ ନିଜେ ଚନ୍ଦ୍ରମୌଳିକୁ ଧାରଣ କରିଛନ୍ତି, ସଂସାରରେ ଗଙ୍ଗା ରୂପରେ ବହିଯାଇଛନ୍ତି, ଅଶେଷ ପ୍ରାଣୀଙ୍କର ମଧ୍ୟ କୃପା କରିଛନ୍ତି। ସେହି ପାଦ ପଦ୍ମ ରଜ ଲାଗି ଆଜି ମୁଁ ମଧ୍ୟ ଧନ୍ୟ ହୋଇଯାଇଛି। ଆଉ କାହାକୁ ମୋର ଡର ନାହିଁ। ମୁଁ ମୋ ପ୍ରଭୁଙ୍କ ବଳରେ ଆଜି ବଳିୟାନ ହୋଇଯାଇଛି। ଏହିପରି ଅତି ପ୍ରସନ୍ନ ମନରେ ମନ୍ଦିରରୁ ବାହାରିକି ଆସିଲେ ଜଗନ୍ନାଥ ଦାସ। ମନେ ମନେ ଚିନ୍ତନ କଲେ, ହେ ରାମକୃଷ୍ଣ, ହେ ହରି, ହେ ଅନନ୍ତ, ହେ ମାଧବ। ସେହି ସମୟରେ ରାଜାଙ୍କ ପାଖକୁ ମଧ୍ୟ ସମସ୍ତ ବୃତ୍ତାନ୍ତ ଚାଲିଯାଉଛି। ମନେ ମନେ ରାଜା କିପରି ରାଗିଛନ୍ତି, କିପରି ଜଗନ୍ନାଥ ଦାସ ପୁରୁଷ ରୂପରୁ ନାରୀ ରୂପ ହୋଇଛନ୍ତି, ମୁଁ ଏବେ ଯାଇକି ଦେଖିବି। ଏମନ୍ତ ବୋଲି ମାୟା, ଏମନ୍ତ ବୋଲି ମାୟା ନାରୀ ରାଜା ଦ୍ରୁତକୁ ସଙ୍ଗେ ଧରି ଚଳିଲେ ଅତ୍ୟନ୍ତ ହରସେ ଭେଟିଲେ ଯାଇ ରାଜା ପାଶେ ଦେଖିଲୁ ପତି ଅଚମ୍ବିତ ବୋଇଲେ କି ବିପରୀତ ସ୍ତନ ବଦନଙ୍ଗେ ଶୋଭା କିୟ ବା ପଟାନ୍ତର ଦେବା ସୁନ୍ଦର ପଣେ ନାରୀ ମୋହି ପାରଇ ବ୍ରହ୍ମଚାରୀ କେମନ୍ତ ଏ ରୂପ ହୋଇଲା ପୁରୁଷ ତନୁ କେଣେ ଗଲା ନିଶ୍ଚୟ ଗୋବିନ୍ଦର ମାୟା ଅଗ୍ରେ ବଜେ କାହିଁକି ଏହା। ଏଇ କଥା ନିଜେ ମାୟାରେ ଧାରଣ କରିଛନ୍ତି ବୋଲି ରାଜା ମନେ ମନେ ଭାବିଲେ। କହିଲେ, ନାରୀ ରୂପ ୟାର ଆସିଲା କୁଆଡ଼େ, ତାହେଲେ ପୁରୁଷ ରୂପ ଗଲା କୁଆଡ଼େ? ଇଏ ବୋଧେ କିଛି ମନ ଭିତରେ ତାଙ୍କର ଛଳ କପଟ ବୋଧେ ରଖିଛନ୍ତି। ଏସବୁ କୃତ୍ରିମ ଜିନିଷକୁ ଶରୀରରେ ଧାରଣ କରିଛନ୍ତି। ହଠାତ୍ ରାଜା ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ, ଏ କି ବିପରୀତ କଥା! ଶରୀରରେ ନାରୀର ସୁଲଭ ବକ୍ଷୋଜ ମୁହଁର ଶୋଭା ବି ବର୍ଦ୍ଧନ କରୁଛି, ସୁନ୍ଦର କେଶ ପାଶ ହୋଇଯାଇଛି। ଏପରିକି ବ୍ରହ୍ମଚାରୀ ମଧ୍ୟ ଦେଖିଲେ ସେ ନାରୀର ମାୟାରେ ମୋହିତ ହୋଇଯିବ। ଏ ରୂପ ଆସିଲା କେଉଁଠୁ? ପୁରୁଷର ରୂପ ଗଲା କୁଆଡ଼େ? ନିଶ୍ଚିନ୍ତ ଭାବରେ ଗୋବିନ୍ଦ କିଛି ମାୟା କରିଛନ୍ତି, ଅନ୍ୟ ଆଉ କିଛି ନୁହଁ। ତେଣୁ ଆନର ବଳେ କାହିଁ ଏହା? ଏମନ୍ତ ବିଚାରି ନୃପତି ହୃଦପତ୍ରରେ କଲା ଭୀତି ବୋଇଲେ ଶୁଣ ଆଏ ଦାସେ ମାୟା ଯେ କଲ ଆମ୍ଭେ ପାଶେ ଏହା କେମନ୍ତେ ଜଣାଯିବ ଦେଖାଅ ନାରୀଙ୍କ ସ୍ୱଭାବ ତା ଶୁଣି ସେ ମାୟା ସୁନ୍ଦରୀ ମନେ ଚିନ୍ତିଲେ ନରହରି ଅଳପ ମନ୍ଦେ ମନ୍ଦେ ହସି ନୟନ ଅପାଙ୍ଗରେ ଖସି ତଳକୁ କଲେ ଚନ୍ଦ୍ରାନନ ବୋଇଲେ ଶୁଣ ହେ ରାଜନ କେତେ କଟାଳ କରୁ ମତେ
ଯେମନ୍ତେ ହେବ ତୋର ପ୍ରତେ। ଏମନ୍ତ ବୋଲି ଦାସ ଧରି ଦେଖାଇ ଦେଲେ କସୁନ୍ଦରୀ। ସ୍ତ୍ରୀ ସ୍ୱଭାବେ ଗଜପତି ପ୍ରତ୍ୟକ୍ଷ ଦେଖିଲେ ନୃପତି। ସ୍ତ୍ରୀ ସ୍ୱଭାବେ ଉତ୍ତପତି ରଜପତି ପ୍ରତ୍ୟକ୍ଷ ଦେଖିଲେ ନୃପତି। ସଭାରେ ଥିଲେ ଯେତେ ଜନ ସମସ୍ତେ ଦେଖିଲେ ନୟନ। ବୋଇଲେ ସ୍ୱରୂପ ଏକଥା କେହା କରିପାରେ ମେଥା। ନିଶ୍ଚୟ ଏ ଶ୍ରୀହରିର ଦାସ ରାଜନ କର ହେ ବିଶ୍ୱାସ। ସାଧୁରେ ଅପରାଧ କଲେ ସମସ୍ତେ ନାଶ ଯିବା ଭଲେ। ଏହା ଶୁଣିଣ ମହାରାଜା କଲେ ଦାସଙ୍କ ପାଦ ପୂଜା। ଅନେକ ଧନ ବସ୍ତ୍ର ଦେଲେ ଚରଣେ ବିନୟ ହୋଇଲେ। ବୋଇଲେ ଶୁଣ ଗୋବଚନ ଦୁଃଖ ନ କର ତୁମ୍ଭ ମନ। କହ ଶ୍ରୀ ଭାଗବତ ରସ ଏ ମୋର ଅପରାଧ ନାଶ। ଶ୍ରବଣେ କର୍ଣ୍ଣ ସୁଖୀ ହେଉ ଅଶେଷ ଜନ୍ମ ପାପ ଯାଉ। ଏଥିରେ ନ କର ନିରାଶ ତା ଶୁଣି ଜଗନ୍ନାଥ ଦାସ। ରାଜା କହିଲେ ତୁମର ଏଇ ଛଦ୍ମ ବେଶକୁ ପରିତ୍ୟାଗ କର। ପ୍ରକୃତରେ ନାରୀର ସୁଲଭରେ ତୁମେ କଥାବାର୍ତ୍ତା କର। ତୁମ କଟାକ୍ଷ ବଦଳାଅ ଏବଂ ଚାଲବୁଲ କର ଯେପରି ନାରୀ ଜଣାପଡ଼ିବ। ତୁମେ ଏହି କୃତ୍ରିମ ବେଶକୁ ପରିତ୍ୟାଗ କର। ଟିକେ ଦାସେ ହସିଦେଲେ ଏବଂ ମନେ ମନେ ଚିତ୍ତରେ ଚିନ୍ତାମଣିକୁ ଭାବରେ ଭାବଗ୍ରାହୀଙ୍କୁ ଆହ୍ୱାନ କଲେ, ହେ ପ୍ରଭୁ, ଏଇ ସେବକ ପ୍ରତି ଟିକେ ଆଉ ଅନୁକମ୍ପା କରନ୍ତୁ। ତାଙ୍କ ମନ ଭିତରେ ଯେଉଁ କ୍ରୋଧ ଅଛି ତାକୁ ଦୂରେଇ ଦିଅନ୍ତୁ। ତାଙ୍କ ମନ ଭିତରେ ଯେଉଁ ଦ୍ୱନ୍ଦ୍ୱ ଅଛି ତାହାକୁ ନାଶ କରିଦିଅନ୍ତୁ ଏବଂ ଏହି ନାରୀ ରୂପରେ ସେ ଯେପରି ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଆସିଯାଉ। ଯେତେବେଳେ ନାରୀର ସମସ୍ତ ଚାଲି ଚଳନ ହାବ ଭାବ ଏବଂ ପ୍ରତ୍ୟକ୍ଷରେ ନାରୀ ସୁଲଭ ପ୍ରତ୍ୟେକ ଅଙ୍ଗ ପ୍ରତ୍ୟେକଙ୍କୁ ରାଜା ଦେଖିଲେ, ସେତେବେଳେ ତାଙ୍କର ସମସ୍ତ ମିଥ୍ୟା ଅପସରିଗଲା ଏବଂ ଶ୍ରୀହରିଙ୍କର ଦାସ ଜଗନ୍ନାଥ ନିଜେ ବୋଲି ବିଶ୍ୱାସ କରିଲେ ଏବଂ ସାଧୁଙ୍କଠାରେ ଅପରାଧ କରିଛନ୍ତି ଭାବି କ୍ଷମା ଭିକ୍ଷା କଲେ। ମହାରାଜ ନିଜେ ତାଙ୍କର ପାଦକୁ ପୂଜା କଲେ, ଅନେକ ଧନ ବସ୍ତ୍ର ଦାନ କଲେ। ବିନୟ ବଚନରେ ହାତ ଯୋଡ଼ି କହିଲେ, ତୁମେ ଦୁଃଖ କର ନାହିଁ, ମୋ ଉପରେ କ୍ରୋଧ କର ନାହିଁ। ମୁଁ ତୁମକୁ ବିଶ୍ୱାସ କରୁଛି। ଶ୍ରୀ ଭାଗବତ ରସ ଏହି ସମସ୍ତ ଅପରାଧକୁ ବିନାଶ କରିବା ପାଇଁ ମୁଁ ମଧ୍ୟ ଶ୍ରବଣ କରିବି। ଏହି କର୍ଣ୍ଣପଟରେ ମୁଁ ଭାଗବତ ରସକୁ ଶ୍ରବଣ କରି ଅଶେଷ ଜନ୍ମର ପାପକୁ ମୋଚନ କରିବି। ଏଥିରେ ମୁଁ କେବେ ବି ତୁମକୁ ଆଉ ଦୋଷ ଆରୋପ କରିବି ନାହିଁ। ସମସ୍ତ ଦୋଷକୁ ମୋଚନ କରିବା ପାଇଁ ତୁମର ଶ୍ରୀମଦ୍ ଭାଗବତ ରସକୁ ମୁଁ ପ୍ରତିଦିନ ଆଜିଠାରୁ ହିଁ ଶ୍ରବଣ କରିବି। ହୋଇଣ ପରମ ଆନନ୍ଦ ଚିତ୍ତେ ଚିନ୍ତିଲେ ଆଦି କନ୍ଦ। ପଶିଲେ ଜଳ ମଧ୍ୟେ ଯାଇ ସ୍ନାନ ଯେ କରିବାର ପାଇଁ। କାମିନୀ ରୂପ ତ୍ୟାଗ କଲେ ପୁରୁଷ ସ୍ୱରୂପ ହୋଇଲେ। ସମସ୍ତେ ଦେଖୁ ଦେଖୁ ତହିଁ ସ୍ନାନ ଶୌଚ ବନ୍ତ ହୋଇ। ବସିଲେ ନୃପତି ସଭାରେ ଅତ୍ୟନ୍ତ ହରସ ମନରେ। ଗାୟନ କଲେ ଭାଗବତ ସେ ସୁକଦେବଙ୍କ ଭକତ। ପ୍ରାକୃତ ବନ୍ଧେ ଥିଲେ କରି ସେ ମହାପୁରାଣ ବିସ୍ତାରି। କହିଲେ ନୃପତି ଅଗ୍ରତେ ଆଦ୍ୟରୁ ପ୍ରାନ୍ତ ପରିଜନ୍ତେ। ଶୁଣି ନୃପତି ସଭାଜନେ ଅତି ହରସ ହୋଇ ମନେ। ଦାସଙ୍କୁ ଅନେକ ପ୍ରଶଂସି ବୋଇଲେ ତୁମ୍ଭେ ବ୍ରହ୍ମ ଋଷି। ତୁମ ମହିମା ବୁଝିବାରେ ଏ ବା ଅଛି ଏ ସଭାରେ। ଏଥକୁ ଶୋଚନା ନ କର ବୋଲି ଉଠିଲେ ଚକ୍ରଧର। ବୋଲି ଉଠିଲେ ଦଣ୍ଡଧର। ଆପଣା ଅଙ୍ଗ ଅଳଙ୍କାର କାଳିଣ ଦାସଙ୍କ ଛାମୁର। ରକ୍ଷିଣ ଦଣ୍ଡବତ କଲେ ଆଜ ମୁଁ ଶରଣ ବୋଇଲେ। ହେମନ୍ତ ବୋଲି ସେ ରାଜନ
ଚନ୍ଦ୍ରକେ ଦେଲେ ଭୂମି ଦାନ। ଆନନ୍ଦ ଭାବରେ ଚିତ୍ତରେ ଚିନ୍ତାମଣି ଆଦିକନ୍ଦ ପରମ କଲ୍ୟାଣମୟ ଶରଣ ରକ୍ଷଣ ଭଗବାନଙ୍କର ସେ ଚିନ୍ତନ କରି ଜଳ ମଧ୍ୟରେ ଯାଇ ସ୍ନାନ କରିଲେ। ହଠାତ୍ ଜଗନ୍ନାଥ ଦାସ ଯେତେବେଳେ ପୁଷ୍କରିଣୀରେ ପ୍ରବେଶ କରି ସ୍ନାନ କରୁଛନ୍ତି, କାମିନୀ ରୂପକୁ ପରିତ୍ୟାଗ କରି ନିଜର ପୁରୁଷ ସୁଲଭ ସ୍ୱରୂପକୁ ଧାରଣ କଲେ। ସମସ୍ତେ ଦେଖି ଆନନ୍ଦ ଅନୁଭବ କଲେ। ଏପରିକି ଅନୁଭବ କଲେ ଯେ କୌଣସି ସନ୍ଦେହ ଆଉ ରହିଲା ନାହିଁ। ତାପରେ ରାଜାଙ୍କ ସଭାରେ ଅତ୍ୟନ୍ତ ଆନନ୍ଦ ମନରେ ଆସି ଦାସେ ବସିଗଲେ ଏବଂ ନିଜେ ଉଚ୍ଚ ସ୍ୱରରେ ଆନନ୍ଦ ମନରେ ଶ୍ରୀମଦ୍ ଭାଗବତକୁ ଗାୟନ କଲେ। ଶୁକଦେବଙ୍କର ଭକ୍ତ, ଯିଏକି ଶୁକଦେବଙ୍କର ଭକ୍ତ ଥିଲେ, ପ୍ରାକୃତ ବନ୍ଧରେ ଥିଲେ କରି ସେ ମହାପୁରାଣ ବିସ୍ତାରୀ ରାଜାଙ୍କର ଆଗରେ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ କହି ଚାଲିଲେ। ନୃପତିଙ୍କ ସଭା ମଧ୍ୟରେ ଆଦି ହରଷ ମନରେ କହୁଛନ୍ତି। ଦାସଙ୍କୁ ଅନେକ ପ୍ରଶଂସା କଲେ ଏବଂ ତାଙ୍କର ମହିମା ବୁଝିବାରେ କିଏ ବା ଅଛି ଏ ସଂସାରେ, ଏଥକୁ ଶୋଚନା ନ କର ବୋଲି ଉଠିଣ ଦଣ୍ଡଧର। ରାଜା ପ୍ରସନ୍ନ ଚିତ୍ତରେ ତାଙ୍କୁ କୋଳାଗ୍ରତ କଲେ ଏବଂ ଭୁଲ କରିଛନ୍ତି ଭାବି ତାଙ୍କୁ କ୍ଷମା ଭିକ୍ଷା କରିଲେ। ଆପଣା ଅଙ୍ଗର ଅଳଙ୍କାର ଦାସେ ଜଗନ୍ନାଥଙ୍କୁ ନିଜେ ରାଜା ସ୍ୱହସ୍ତରେ ଲଗେଇଦେଲେ। ଗୃହ ସହିତେ ଦାନ ଦେଇ ଦାସଙ୍କୁ ମେଲାଣି କରାଇ, ଏଥି ଉତାରୁ ଦଣ୍ଡଧାରୀ ଖରୁଆ ମାନଙ୍କୁ ହକାରି। ଚେଙ୍ଗ ଚାବୁକ ଛାଟ ପିଟି ସବୁଙ୍କୁ କଲେ ସାତ ବେଣ୍ଟି। ଅନେକ ଶାସ୍ତି ତାଙ୍କୁ ଦେଲେ ରାଜୁ ବାହାର କରାଇଲେ। ବୋଇଲେ ଆଜୁ ଏ ରାଜରେ ଯେ ଅବା ସାଧୁ ଜନ ଠାରେ। ଦୂଷଣ ବଚନ କହିବ ତାହାର ଅଂଶ ନାଶ ଯିବ। ଏମନ୍ତ ବୋଲି ଦଣ୍ଡଧର ବିଜୟ କଲେ ନିଜପୁର। ତେଣେ ଯେ ଦାସେ ଗଲେ ଚଳି ନିଜ ଭୁବନେ ଯାଇ ମିଳି। ଆନନ୍ଦେ ବଞ୍ଚାଇଲେ ଦିନ ଭଜିନ ଶ୍ରୀ ମଧୁସୂଦନ। ଭାବେ ଲଭିଲେ ହରି ଭକ୍ତି ସଂସାର ମଧ୍ୟେ ଅଛି କୀର୍ତ୍ତି। ଶୁଣ ସୁଜନ ସୁଧ ଚିତେ ଏ ଦାଢ଼୍ୟ ଭକ୍ତି ରସାମୃତେ। ରାଜା ଏତେ ଆନନ୍ଦିତ ହୋଇଗଲେ, ନିଜର ଶରୀରରୁ ସମସ୍ତ ମୂଲ୍ୟବାନ ଅଳଙ୍କାର ସବୁ ଦାସଙ୍କୁ ଲଗେଇଦେଲେ ଏବଂ ପ୍ରଚାର କଲେ ରାଜା ଯେ ଏହି ରାଜ୍ୟ ମଧ୍ୟରେ ଯେତେ ସବୁ ଖଳ ଦୁଷ୍ଟ ଏବଂ କପଟ ମିଥ୍ୟା କହୁଥିବା ବ୍ୟକ୍ତିମାନଙ୍କୁ ଦଣ୍ଡ ଦିଅ, ତାଙ୍କୁ ରାଜ୍ୟରୁ ବାହାର କରିଦିଅ, ଯେପରିକି ସେ ସାଧୁମାନଙ୍କ ଠାରେ ଆଉ କୌଣସି ଦୋଷ ଦର୍ଶନ କରିପାରିବେ ନାହିଁ ଏବଂ ସମସ୍ତେ ଭାଗବତ ରସରେ ଅବଗାହନ କରିବେ। ଏହି କଥା ଶୁଣି ସବୁ ଚହଳ ପଡ଼ିଗଲା। ଦୁଷ୍ଟମାନଙ୍କୁ ଦଣ୍ଡ ଦିଆଗଲା, ଅଧର୍ମୀମାନଙ୍କୁ ଧର୍ମର ବାଟ ଦେଖାଇ ଦିଆଗଲା। ଆନନ୍ଦ ମନରେ ଦାସେ ମଧ୍ୟ ଶ୍ରୀ ମଧୁସୂଦନଙ୍କୁ ଭଜନ କରିଲେ ଏବଂ ସଂସାର ମଧ୍ୟରେ ଯୁଗେ ଯୁଗେ କୀର୍ତ୍ତି ସ୍ଥାପନ ହୋଇଲା ଭକ୍ତ ଆଉ ଭଗବାନଙ୍କର। ଏହି ଦାଢ଼୍ୟତା ଭକ୍ତିର ଏହି ଆନନ୍ଦ ରସକୁ ଯିଏ ଶୁଣନ୍ତି ଏବଂ ଶୁଣାନ୍ତି, ଯିଏ ପଢ଼ନ୍ତି ଏବଂ ପଢ଼ାନ୍ତି, ସମସ୍ତଙ୍କର ହିଁ ମଙ୍ଗଳ ହୋଇଥାଏ। ପଢ଼ି ଶୁଣିମେ ଯେଉଁ ଜନେ ନ ଯିବେ ସମନ ସଦନେ। ଅଶେଷ ଜନ୍ମ ପାପ ରାଶି ଦେବଙ୍କ ସଙ୍ଗେ ଥିବ ବସି। କହଇ ବିପ୍ର ରାମଦାସ ମୂଳଟି ଅଟଇ ବିଶ୍ୱାସ। ବିଶ୍ୱାସ ବିନା କର୍ମ ଯେତେ କେବଳ ଆଶ୍ରୟ ଜଗତେ। ଏଣୁ ପାମର ରାମଦାସ ସାଧୁ ଚରଣେ करे ଆସ। ସୁଜନେ ହି ରସେ ରସ ଏ ଭବ ଜଳରେ ନହାସ। ଏହି ଭାଗବତ ରସକୁ ଯିଏ ଶୁଣିମ ସେ ନିଶ୍ଚିତ ଯମଯନ୍ତ୍ରଣାକୁ ଭୋଗ କରିବ ନାହିଁ, ସମନପୁରକୁ ଯିବ ନାହିଁ। ଅଶେଷ ଜନ୍ମର ପାପ ରାଶି
ସବୁ ଦୂରୀଭୂତ ହୋଇଯିବ ଏବଂ ସଙ୍ଗ ଲାଭ କରି ଭକ୍ତ ଭାବରେ ସେ ନିଜର ସ୍ୱରୂପକୁ ପ୍ରାପ୍ତ କରିପାରିବ। ବିପ୍ର ରାମଦାସ ବିଶ୍ୱାସକୁ ମୂଳ ରୂପ ଦାନ କରିଛନ୍ତି। ବିଶ୍ୱାସ ବିନା କର୍ମ ଯେତେ କେବଳ ଆଶ୍ରୟ ଜଗତେ। ତେଣୁ ବିଶ୍ୱାସ କରି ହରିଭଜନ କରିବା, ତେବେ ଜୀବନ ଆମର ସୁଧୁରିଯିବ। ଏହି ପାମର ରାମଦାସ ସାଧୁଙ୍କର ଚରଣରେ ବିଶ୍ୱାସ କରି ଭଗବାନଙ୍କ ଠାରେ ଭକ୍ତି ରସରେ ଭଜି ସେ ଉଚ୍ଚ ସ୍ୱରରେ ଭଗବତ ନାମ ନେଇଥିଲେ। ତେଣୁ ଏହି ଭବ ଜଳରେ କେହି ଆଉ ମଧ୍ୟ ଅବଗାହନ କରିପାରିବେନି। କେବଳ ଭାବର ଜଳରେ ସମସ୍ତେ ଆନନ୍ଦ ନେବେ। ଇତି ଶ୍ରୀ ଦାଢ଼୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ ଜଗନ୍ନାଥ ଦାସ ଦାଢ଼୍ୟ ଭାବ ମୋକ୍ଷଣେ ନାମ ପଞ୍ଚଦଶୋଧ୍ୟାୟଃ। କରଚରଣ କୃतं ବା कायजं कर्मजं वा श्रवणनयनजं वा मानसं वा पराधं विहितमविहितं वा सर्वमेतदक्षमस्व। जय जय करुणावधे श्री जगदीश रक्ष श्री सदाशिव रक्ष। श्रीकृष्ण गोविन्द हरे मुरारे हे नाथ नारायण वासुदेव। हे नाथ नारायण वासुदेव। हे नाथ नारायण वासुदेव। श्रीकृष्ण गोविन्द हरे मुरारे हे नाथ नारायण वासुदेव। हे नाथ नारायण वासुदेव। हे नाथ नारायण वासुदेव। बोल जगन्नाथ महाप्रभु की जय हो।